জয় জগন্নাথ বন্ধুগণ, আজি আমি জানিবা 5 জুলাই 2026 রবিবার দিনর দ্বাদশ রাশির রাশিফল বিষয়ে। ଏହି ଦୈନିକ ରାଶିଫଳ ଚନ୍ଦ୍ରଙ୍କ ଗୋଚର ଗଣନାକୁ ନେଇ ଆଧାରିତ ଏବଂ ଚନ୍ଦ୍ରଙ୍କ ଗୋଚର ଗଣନା ଆମ ଜୀବନରେ ବହୁତ ପ୍ରଭାବ ପକାଇଥାଏ। ତ ଆସନ୍ତୁ ସର୍ବପ୍ରଥମେ ଜାଣିବା ଆଜିର ତିଥି ଓ ରାଶି ନକ୍ଷତ୍ର ବିଷୟରେ। ଆଜି ହେଉଛି 5 ଜୁଲାଇ 2026 ରବିବାର, ଆଷାଢ଼ କୃଷ୍ଣପକ୍ଷ ପଞ୍ଚମୀ, ଦିବା 1 ଘଣ୍ଟା 31 ମିନିଟ୍ ଗତି ଷଷ୍ଠୀ। আজি শতভিষা নক্ষত্র, দিবা 3 ঘণ্টা 13 মিনিট গতি পূর্ব ভাদ্রপদ নক্ষত্র। আজি কুম্ভচন্দ্র অহোরাত্র। আজির সাম্বৎসরিক শ্রাদ্ধ, পঞ্চমীর একধিষ্ট ও ষষ্ঠীর পার্বণ। আজির শুভ বেলা দিবা 7 ঘণ্টা 4 মিনিট্রু 9 ঘণ্টা 44 মিনিট পর্যন্ত। আজির সূর্যোদয় প্রাত 5 ঘণ্টা 16 মিনিট। আজির সূর্যাস্ত সন্ধ্যা 6 ঘণ্টা 40 মিনিট। আজি মিথুন ও মীন রাশি পুরুষ এবং মীন রাশি মহিলাମାନଙ୍କ ঘাতচন্দ্র এবং মেষ রাশির ঘাতবার। আজি বেল ও পଣସ ଖାଇବା নিষিদ্ধ। তো বন্ধুগণ, আসন্তু জানিবা আজির রাশিফল বিষয়ে। তা পূର୍ବରୁ ଆମ ଚ୍ୟାନେଲକୁ ଯେଉଁମାନେ ନୂଆ କରି ଆସିଛନ୍ତି, ତଳେ ଥିବା ଲାଲ ରଙ୍ଗର ସବସ୍କ୍ରାଇବ୍ ବଟନକୁ ଦବାଇ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଓ ପାଖରେ ଥିବା ଘଣ୍ଟି ବଟନକୁ ଦବାଇ ଅଲ୍ରେ ସିଲେକ୍ଟ କରନ୍ତୁ, କାହିଁକିନା ଆମେ ଅପଲୋଡ଼ କରିଥିବା ପ୍ରତ୍ୟେକ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ତ ପ୍ରଥମେ ଜାଣିବା ମେଷ ରାଶି ବିଷୟରେ। ଆଜି ଆପଣଙ୍କ ବ୍ୟବସାୟ କ୍ଷେତ୍ରରେ କିଛି ଅପ୍ରତ୍ୟାଶିତ ଲାଭର ସ୍ଥିତି ଉତ୍ପନ୍ନ ହେବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ପୂର୍ବରୁ କରିଥିବା ପରିଶ୍ରମର ଶୁଭ ପରିଣାମ ପ୍ରାପ୍ତି ହେବ। ସାକ୍ଷାତକାରରେ ସଫଳତା ମିଳିବ ଏବଂ ପାରିବାରିକ ସଦସ୍ୟଙ୍କ ପୂର୍ଣ୍ଣ ସମର୍ଥନ ମିଳିବ। ପିତାଙ୍କ ପକ୍ଷରୁ ମାର୍ଗଦର୍ଶନ ଓ ସହଯୋଗ ପ୍ରାପ୍ତି ହେବ ଏବଂ ଉଜ୍ଜଳ ଭବିଷ୍ୟତର ମାର୍ଗ ପ୍ରଶସ୍ତ ହେବ। କୌଣସି ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବା ପୂର୍ବରୁ ପରିବାର ସଦସ୍ୟଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ। ଲାଭର ସ୍ଥିତି ଉତ୍ତମ ରହିବା କାରଣରୁ ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ ଏହି ଅବଧିରେ ଆପଣଙ୍କୁ କିଛି କାର୍ଯ୍ୟର ଉତ୍ତମ ଫଳ ପ୍ରାପ୍ତି ହେବ। ସୋସିଆଲ ମିଡ଼ିଆରେ ଆପଣଙ୍କ ଖ୍ୟାତିର ବିସ୍ତାର ହେବ। ସ୍ୱାସ୍ଥ୍ୟାବସ୍ଥା ଉତ୍ତମ ଅନୁକୂଳ ରହିଛି ତଥା ଯୋଗାଭ୍ୟାସରୁ ଏକାଗ୍ରତା ବା ନିର୍ଣ୍ଣୟ ନେବା କ୍ଷମତାର ବିକାଶ ହେବ। ଆଜି ଆପଣ ଓଂ ଆଦିତ୍ୟାୟ ନମଃ ମନ୍ତ୍ରର ଜପ କରନ୍ତୁ, ଶୁଭଫଳ ପାଇବେ। ବୃଷ ରାଶି। ଆଜି ଆପଣଙ୍କ କର୍ମଠତା ବ୍ୟବସାୟରେ ଲାଭପ୍ରଦ ସ୍ଥିତି ଆଣିବା ପାଇଁ ସହାୟକ ସାବ୍ୟସ୍ତ ହେବ। ଆପଣଙ୍କ ପରିଶ୍ରମ ଓ ନିର୍ଣ୍ଣୟ ନେବାର କ୍ଷମତା ଉଚ୍ଚ ଅଧିକାରୀଙ୍କୁ ପ୍ରଭାବିତ କରିବ। ବ୍ୟବସାୟ ପରିସ୍ଥିତିରେ ସୁଧାର ଆସିବ। ପରିବାରରେ କୌଣସି ସୁଖଦ ସମାଚାରକୁ ନେଇ ମନ ପ୍ରସନ୍ନ ରହିବ ତଥା ପାରିବାରିକ ସୁଖ ସୁବିଧାରେ ଆପଣ ଖର୍ଚ୍ଚ କରିବେ, କିନ୍ତୁ ପିତାଙ୍କ ସମ୍ମାନ କରନ୍ତୁ। ଜୀବନସାଥୀଙ୍କ ପକ୍ଷରୁ ପୂର୍ଣ୍ଣ ସହଯୋଗ ମିଳିବ ଏବଂ ସମ୍ପର୍କରେ ଲାଗି ରହିଥିବା ଭୁଲ ବୁଝାମଣା ଦୂର ହେବ। ପ୍ରେମ ଜୀବନରେ ସମୟର ଅଭାବ କାରଣରୁ କିଛି ସମସ୍ୟା ଦେଖାଦେଇପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ରାଜକୀୟ କ୍ଷେତ୍ରରେ ପୂର୍ବରୁ ଅଟକି ରହିଥିବା ଧନପ୍ରାପ୍ତିର ଯୋଗ ରହିଛି। ଆପଣଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ ଏବଂ ଆପଣଙ୍କ ସାମାଜିକ ବର୍ଚସ୍ୱ ତଥା ଜୀବନସ୍ତରର ବିକାଶ ହେବ। ସ୍ୱାସ୍ଥ୍ୟାବସ୍ଥାରେ ଆପଣ ଶାରୀରିକ ଉର୍ଜାରେ ପରିପୂର୍ଣ୍ଣ ରହିବେ, ଯାହାଫଳରେ ଆପଣ ବିଷମ ପରିସ୍ଥିତିରେ ମଧ୍ୟ ନିୟନ୍ତ୍ରଣ କରିପାରିବେ। ଆଜି ଆପଣ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ, ଶୁଭଫଳ ପାଇବେ। ମିଥୁନ ରାଶି। ଆଜି ଆପଣଙ୍କ ସମସ୍ତ କାର୍ଯ୍ୟ ସରଳତା ପୂର୍ବକ ସମ୍ପନ୍ନ ହେବ। ଭାଗ୍ୟ ଆଜି ଆପଣଙ୍କ ସପକ୍ଷରେ ରହିବ। ପତ୍ରକାରିତା ତଥା ଲେଖନୀ ସହିତ ଯୋଡ଼ି ହୋଇଥିବା ବ୍ୟକ୍ତିଙ୍କୁ ବିଶେଷ ସମ୍ମାନ ତଥା ଖ୍ୟାତିପ୍ରାପ୍ତି ହେବ। ବ୍ୟବସାୟ କ୍ଷେତ୍ରରେ କିଛି ସମୟ ପୂର୍ବରୁ ଦେଖାଦେଉଥିବା ଅବରୋଧ ଦୂର ହେବ, କିନ୍ତୁ ସାମାନ୍ୟ ରିସ୍କ ନେବାକୁ ପଡ଼ିପାରେ। ଜୀବନସାଥୀଙ୍କ ସହଯୋଗ ଲାଗି ରହିବ, କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ବିଶେଷ ଧ୍ୟାନ ରଖିବାକୁ ପଡ଼ିବ।
ପରିବାର ସଦସ୍ୟଙ୍କ ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ, ଯାହାଫଳରେ ମାନସିକ ଶାନ୍ତି ମିଳିବ। କିନ୍ତୁ ପ୍ରେମ ସମ୍ବନ୍ଧରେ ସତର୍କ ରହିବାର ଆବଶ୍ୟକତା ରହିଛି, ଅନ୍ୟଥା ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ମାତାପିତାଙ୍କ ଠାରୁ ସ୍ନେହ ତଥା ଆଶୀର୍ବାଦ ମିଳିବ ଏବଂ ଆକସ୍ମିକ ଧନପ୍ରାପ୍ତିର ମଧ୍ୟ ଯୋଗ ରହିଛି। ଆୟର ନୂଆ ସ୍ରୋତରୁ ଧନ ଲାଭ ହେବ। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନଙ୍କୁ ନିଜ ମନପସନ୍ଦ କ୍ଷେତ୍ରରେ ଆଗକୁ ବଢ଼ିବାର ଅବସର ମିଳିବ। ସରକାରୀ କୋର୍ଟ କଚେରୀ ବାଦବିବାଦରେ ସଫଳତା ପାଇବେ ଏବଂ ସ୍ୱାସ୍ଥ୍ୟାବସ୍ଥାରେ ପେଟ ସମ୍ବନ୍ଧିତ କୌଣସି ସମସ୍ୟା ଆପଣଙ୍କୁ ହଇରାଣ କରିବ। ଆଜି ଆପଣ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ, ଶୁଭଫଳ ପାଇବେ। କର୍କଟ ରାଶି, ଆଜି ଆପଣଙ୍କ ଚାକିରି ଓ ବ୍ୟବସାୟରେ କିଛି ଅନାବଶ୍ୟକ ବ୍ୟବଧାନ ଉତ୍ପନ୍ନ ହୋଇପାରେ, କିନ୍ତୁ ନିଜ ବାଣୀରେ ନିୟନ୍ତ୍ରଣ ବଜାୟ ରଖନ୍ତୁ। ଅଧିକାରୀ ପକ୍ଷରୁ ନିଜ ସମ୍ବନ୍ଧକୁ ଧ୍ୟାନରେ ରଖନ୍ତୁ। ରୋଜଗାରରେ ପରିବର୍ତ୍ତନ ପାଇଁ ଏହି ସମୟ ଅନୁକୂଳ ନୁହେଁ। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନଙ୍କୁ ନିଜ ଲକ୍ଷ୍ୟ ପ୍ରାପ୍ତ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ପରିବାର ସଦସ୍ୟଙ୍କ ସମ୍ପର୍କରେ ସାମାନ୍ୟ ମନମତାନ୍ତର ଉତ୍ପନ୍ନ ହୋଇପାରେ। ଆପଣଙ୍କ ଇଷ୍ଟବନ୍ଧୁଙ୍କ ଠାରୁ କୌଣସି ଅପ୍ରିୟ ସମାଚାର ମିଳିପାରେ। ଅତ୍ୟଧିକ କାର୍ଯ୍ୟବ୍ୟସ୍ତତା, ଧାଁ ଦୌଡ଼ା ଓ ଖର୍ଚ୍ଚ କାରଣରୁ ମାନସିକ ଚିନ୍ତାର ସାମ୍ନା କରିବାକୁ ପଡ଼ିବ, କିନ୍ତୁ ମାତାପିତାଙ୍କ ଆଶୀର୍ବାଦରୁ ସମସ୍ୟାର ସମାଧାନ ପ୍ରାପ୍ତି ହେବ। ଧୈର୍ଯ୍ୟବାନ ତଥା ଏକାଗ୍ର ଚିତ୍ତ ହୋଇ ନିଜ କର୍ତ୍ତବ୍ୟର ନିର୍ବାହନ କରିବେ। ପ୍ରେମ ସମ୍ପର୍କରେ କିଛି ସମସ୍ୟା ଦେଖାଦେଇପାରେ। ଆପଣଙ୍କ ଅନାବଶ୍ୟକ ଖର୍ଚ୍ଚରେ ବୃଦ୍ଧି ଘଟିବ। ଆର୍ଥିକ ସ୍ଥିତି ଅସନ୍ତୁଳିତ ହେବ ଏବଂ ଆୟର ନୂଆ ସ୍ରୋତରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି। ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ରହିବ। ଆଜି ଆପଣ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ, ଶୁଭଫଳ ପାଇବେ। ସିଂହ ରାଶି, ଆଜି ଆପଣଙ୍କ ମିତ୍ରଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ। କୌଣସି ବନ୍ଧୁମିତ୍ରଙ୍କ ଠାରୁ ଆପଣଙ୍କୁ ଅପ୍ରତ୍ୟାଶିତ ରୂପରେ କାର୍ଯ୍ୟକ୍ଷେତ୍ରରେ ସହାୟତା ମିଳିବ। ସାମାଜିକ କ୍ଷେତ୍ରରେ ଆପଣଙ୍କ ପଦପ୍ରତିଷ୍ଠାରେ ବିସ୍ତାର ଘଟିବ ଏବଂ କାର୍ଯ୍ୟଭାରରେ ମଧ୍ୟ ବୃଦ୍ଧି ଘଟିବ। ଆପଣଙ୍କୁ ଆଶାତୀତ ପରିଣାମ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ପରିବାରରେ ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ବ୍ୟତୀତ କରିବେ। ଯଦି ବିବାହ ହେତୁ ପ୍ରୟାସରତ ଅଛନ୍ତି, ତାହେଲେ ସୁଖଦ ସମାଚାର ମିଳିବ। ମାଙ୍ଗଳିକ କାର୍ଯ୍ୟକ୍ରମର ରୂପରେଖା ପ୍ରସ୍ତୁତ କରିବେ। ପିତାଙ୍କ ପୂର୍ଣ୍ଣ ସହଯୋଗ ଓ ଆଶୀର୍ବାଦ ମିଳିବ। ଆର୍ଥିକ ସ୍ଥିତି ଆହୁରି ସୁଦୃଢ଼ ହେବାକୁ ଲାଗିବ। ଯଦି ବ୍ୟବସାୟରେ କୌଣସି ନୂଆ ନିବେଶକଙ୍କ ସନ୍ଧାନ କରୁଛନ୍ତି, ତାହେଲେ ସେଥିରେ ସଫଳତା ପାଇବେ। ଅଧିକାରୀ ବର୍ଗ ତଥା ସହକର୍ମୀଙ୍କ ସମର୍ଥନ ମିଳିବ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଛୋଟ ଛୋଟ ସମସ୍ୟା ଆପଣଙ୍କ ମାର୍ଗରେ ଅବରୋଧ ଉତ୍ପନ୍ନ କରିପାରେ। ଆଜି ଆପଣ ଓଂ ରାଂ ରାମଚନ୍ଦ୍ରାୟ ନମଃ ମନ୍ତ୍ରର ଜପ କରନ୍ତୁ, ଶୁଭଫଳ ପାଇବେ। କନ୍ୟା ରାଶି, ଆଜି ଆପଣ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଆପଣ ଶତ୍ରୁମାନଙ୍କୁ ନିଜ ବୁଦ୍ଧିବଳ ଓ ଚାତୁର୍ଯ୍ୟ ବଳରେ ପରାସ୍ତ କରିବେ। ଆପଣଙ୍କ ସାମ୍ନାରେ ସମ୍ଭାବନାର ନୂତନ ଦ୍ୱାର ଖୋଲିବ। ଶିକ୍ଷାକ୍ଷେତ୍ର ତଥା ପରାମର୍ଶଦାତାଙ୍କ ରୂପରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ବିଶେଷ ଲାଭ ମିଳିବ। ପରିବାରର ସହଯୋଗ ମିଳିବ। ଭାଇ ଭଉଣୀଙ୍କ ମାର୍ଗଦର୍ଶନ ତଥା ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ ଏବଂ ଭବିଷ୍ୟତର ଯୋଜନାକୁ ନେଇ ଆପଣ ଚର୍ଚ୍ଚା କରିବେ ଏବଂ ସମସ୍ୟାର ସମାଧାନ ଖୋଜିବେ। ଆପଣଙ୍କ ବ୍ୟବହାର, କୁଶଳତା ତଥା କର୍ମଠତା କାର୍ଯ୍ୟକ୍ଷେତ୍ରରେ ସହାୟକ ସିଦ୍ଧ ହେବ। ପ୍ରେମ ଜୀବନରେ ନୂଆ ଉତ୍ସାହର ଅନୁଭବ କରିବେ ଏବଂ ନୂଆ ବ୍ୟବସାୟିକ ଭାଗିଦାରୀ ଏବଂ ନୂଆ ପୁଞ୍ଜିନିବେଶରେ ଆର୍ଥିକ ସଫଳତା ପାଇବେ। ଆପଣଙ୍କ ଦ୍ୱାରା ପୂର୍ବରୁ ନିଆଯାଇଥିବା କୌଣସି ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ଆଜି ସଠିକ୍ ସାବ୍ୟସ୍ତ ହେବ। ଆପଣଙ୍କ ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ। ଅଟକି ରହିଥିବା କାର୍ଯ୍ୟରେ ଗତି ଆସିବ। ଆପଣଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଉତ୍ତମ ଅନୁକୂଳ ରହିବ। ଆଜି ଆପଣ ମାତା ଲକ୍ଷ୍ମୀଙ୍କ ଉପାସନା କରନ୍ତୁ,
शुभफल पाइबे। तुला राशि आज अधिकारी वर्गरू आपणको प्रोत्साहन प्राप्ति हेब। रक्षा क्षेत्र में जोड़ी होइथवा व्यक्ति जश अर्जन करिवे। विद्यार्थी छात्र छात्री मानक पई दिनटी शुभफलदायक साब्यस्त हेब एवं उच्च शिक्षार मार्ग प्रशस्त हेब। रोजगार क्षेत्र में आपणको निज कौशल देखिबार अवसर मिलिब। कार्य क्षेत्र में षडयंत्रर शिकार हेबाठू सावधान रुहंतु। परिवार रे कठोर बाणीर प्रयोगरू सावधान रुहंतु। निज जिद और आवेश रे नियंत्रण रखिबार आवश्यकता रही। जीवन साथी सहित निज संपर्कर विषय ध्यान रखंतु। मानसिक चिंतारू आपणको दूरे रहिबार आवश्यकता रही। पिता स्वास्थ्य अवस्थार मध्य ध्यान रखंतु। गृहर साजसज्जा जनित खर्चरी वृद्धि घटिब एवं आर्थिक चिंतार स्थिति उत्पन्न हेब। कार्य क्षेत्र में शिथिलता कारणरू मन व्यथित रहिब। विशेषकर जानवाहन चलाचल एवं अग्नि प्रयोगरू दूरे रुहंतु एवं स्वास्थ्य अवस्थार ध्यान रखंतु। आज आपण हनुमान चालीसा पाठ करंतु, शुभफल पाइबे। बिछा राशि आज आपणक स्वभाव तथा कार्यशैली स्व अवलोकनर अवसर प्रदान करिब। भविष्यत योजना विषय विचार विमर्श करिवे एवं कोनोसी छोट बड़ अवसर को हाथ छड़ा करंतु नहीं। परिवार सदस्यंक सहित उत्तम समय व्यतीत करिवे। गृह उपकरण क्रय करी आपण खर्चांत होई पारंती। गृहर कोनोसी व्यक्तिंक स्वास्थ्य समस्या को नहीं सामान्य चिंतित रहिबे एवं मातांक सहित वैचारिक मतभेद देखा देई पारे। आर्थिक क्षति कारणरू किछि कार्य अस्थायी अवरोध उत्पन्न होई पारे। आर्थिक रूप से स्थिति किछि चिंताजनक रहिब एवं वाणिज्य व्यवसाय क्षेत्र में विस्तार योजना रे कार्य करिवे। आपण को किछि मानसिक समस्या हैरान करिब। सेथिपाई मन को एकाग्र तथा शांत रखिबार प्रयास करंतु। आज आपण भगवान गणेशंक उपासना करंतु, शुभफल पाइबे। धनु राशि आज आपणक मान सम्मान और जशरे वृद्धि घटिब। समाज सेवा कार्य आपण प्रसन्नता सहित भाग नेबे एवं लोके आपणक कार्य और आपणक प्रशंसा करिवे। राजनीतिक व्यक्तिंक वर्चस्व तथा पराक्रम रे वृद्धि घटिब। बंधु मित्रंक सहयोगरू किछि संपर्क स्थापन हेब जहा भविष्यत रे व्यावसायिक उपलब्धिर कारण हेब। परिवार रे हस खुशीर वातावरण लागी रहिब। भाई भौणींक ठारू विशेष सहयोग प्राप्ति हेब एवं प्रेम जीवन रे संपर्क रे मधुरता आसिब। जीवन साथी सहित कौनसी मनोरंजन धर्मी यात्रा मध्य करि पारंती एवं आर्थिक स्थिति सुदृढ़ रहिब। किछि धन संचय मध्य आपण करि पारंती। आपण निज कार्य क्षेत्रर सफलता पूर्वक विस्तार करी कौनसी महत्वपूर्ण विशेष व्यक्तिंक सहित देखा साक्षात करि पारंती जहार लाभ परिणाम आपण भविष्यत रे पाई परिबे। किंतु अजथा वाद विवादरू आपण दूरे रुहंतु। आज आपण सूर्य नारायण को तिल मिश्रित जल अर्पण करंतु, शुभफल पाइबे। मकर राशि आज आपणक बाणीर मधुरता आपणक व्यक्तित्वर अंश रहिब। वाणिज्य व्यवसाय रे नुआ स्रोतरू लाभर स्थिति निर्माण हेब। आपणक प्रेजेंटेशन रे एक नुआ चमक आसिब। कौनसी ऑनलाइन साक्षात्कार रे यदि आपण भाग नैछंती तो सेथिरे सफलता पाई परिबे। परिवार रे सुखद वातावरण लागी रहिब। संपत्ति संबंधित विवाद रे कौनसी व्यक्तिंक मध्यस्थता रे समाधान हेब। पितांक मार्गदर्शन बा सहयोग मिलिब एवं भाई भौणींक संपर्क रे घनिष्ठता आसिब। आपण परिवार को धन ठारू अधिक महत्व देबे। जीवन साथी सहित संपर्क मजबूत हेब एवं छोट पिलामानंक सहित उत्तम समय व्यतीत करिवे। आर्थिक स्थिति आहुरी मजबूत हेबाकु लागिब एवं आपणक सुख समृद्धि रे विकास हेब। विद्यार्थी मानंकु निज भविष्यत विषय रे रणनीति प्रस्तुत करिवार अवसर मिलिब। परिवार सदस्यंक सहयोग प्राप्ति हेब एवं स्वास्थ्य अवस्था मध्य उत्तम अनुकूल रहिब। आज आपण हनुमान चालीसार पाठ करंतु, शुभफल पाइबे। कुंभ राशि आज आपणक वाणिज्य तथा व्यवसाय रे आसुथिबा परिवर्तन
ଆପଣଙ୍କୁ ସକାରାତ୍ମକ ପରିଣାମ ପ୍ରଦାନ କରିବ। ବ୍ୟାପାର କ୍ଷେତ୍ରରେ ବିସ୍ତାର ଘଟିବ। ରାଜନୀତି କ୍ଷେତ୍ରରେ ଯୋଡ଼ି ହୋଇଥିବା ବ୍ୟକ୍ତି ବିଶେଷ ଲାଭାନ୍ୱିତ ହେବେ ଏବଂ ଆପଣଙ୍କ ଖ୍ୟାତିର ବିସ୍ତାର ହେବ। ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ। ପାରିବାରିକ ସୁଖ ସମୃଦ୍ଧିରେ ବୃଦ୍ଧି ଘଟିବ ଏବଂ କୌଣସି ପୁରୁଣା ସମ୍ପତ୍ତି ମିଳିବାର ମଧ୍ୟ ଯୋଗ ରହିଛି। ବୟୋଜ୍ୟେଷ୍ଠଙ୍କ ଆଶୀର୍ବାଦ ପ୍ରାପ୍ତି ହେବ। ଭାଇ ଭଉଣୀଙ୍କ ସହିତ ଆପଣ ଉତ୍ତମ ସମୟ ବ୍ୟତୀତ କରିବେ। ବନ୍ଧୁମିତ୍ରଙ୍କ ସହିତ ସାମାଜିକ ଚର୍ଚ୍ଚାରେ ଭାଗ ନେବେ ଏବଂ ସମସ୍ତେ ଆପଣଙ୍କ ଦୃଷ୍ଟିକୋଣକୁ ସମ୍ମାନ କରିବେ। ଦୈନିକ ବ୍ୟବସାୟୀମାନଙ୍କ ପାଇଁ ସମୟ ଅପେକ୍ଷାକୃତ ଅନୁକୂଳ ରହିବ ଏବଂ ନଗଦ ସମସ୍ୟାର ସମାଧାନ ହେବ ତଥା ଦରକାରୀ ବ୍ୟକ୍ତିଙ୍କ ସହଯୋଗ କରିପାରିବେ। ଆପଣଙ୍କ ବାଣୀ ରୋଗୀଙ୍କୁ ସାନ୍ତ୍ୱନା ପ୍ରଦାନକାରୀ ହେବ। ବିଦ୍ୟାର୍ଥୀ ଛାତ୍ରଛାତ୍ରୀମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶିତ କରିବାର ଅବସର ମିଳିବ। ସ୍ୱାସ୍ଥ୍ୟାବସ୍ଥାରେ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଆଜି ଆପଣ ବଜରଙ୍ଗ ବାଣ ପାଠ କରନ୍ତୁ, ଶୁଭଫଳ ପାଇବେ। ମୀନ ରାଶି, ଆଜି ଆପଣଙ୍କୁ ବ୍ୟବସାୟ ସମ୍ବନ୍ଧିତ କିଛି ସମସ୍ୟା ମାନସିକ ଚିନ୍ତିତ କରିବ। ସ୍ଥାନୀୟ ସଂସ୍ଥା ସହିତ କାର୍ଯ୍ୟରେ ଆଗକୁ ବଢ଼ିବାର ପ୍ରୟତ୍ନ କରିବେ। ନିଜ ସହକର୍ମୀଙ୍କ ସହିତ ବ୍ୟବସାୟ ସ୍ଥିତିର ବିଚାର କରିବେ। ପରିବାରରେ ବିଘ୍ନ ଉତ୍ପନ୍ନ ହେବାକୁ ଦିଅନ୍ତୁ ନାହିଁ ଏବଂ କଠୋର ବାଣୀର ପ୍ରୟୋଗରୁ ସତର୍କ ରୁହନ୍ତୁ। ଜିଦ୍ଦି ଓ ଆବେଶରେ ନିୟନ୍ତ୍ରଣ ବଜାୟ ରଖନ୍ତୁ। ଛୋଟ ପିଲାମାନଙ୍କ ସହିତ ସୁଖଦ ସମୟ ବ୍ୟତୀତ କରିବେ। ବନ୍ଧୁମିତ୍ରଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ପିତାଙ୍କ ମାର୍ଗଦର୍ଶନ ଆପଣଙ୍କ ପରିଶ୍ରମକୁ ସଫଳତା ପ୍ରଦାନ କରିବ। ବଡ଼ ଭାଇ ଭଉଣୀ ତଥା ପରିବାରର ବିଶେଷ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାର ଧ୍ୟାନ ରଖନ୍ତୁ। ଆର୍ଥିକ ସ୍ଥିତିକୁ ନେଇ ଆପଣ ଚିନ୍ତିତ ରହିବେ କିନ୍ତୁ ଭବିଷ୍ୟତରେ ଆଶାଜନକ ପରିଣାମ ପ୍ରାପ୍ତି ହେବ। ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ନାହିଁ। ରୋଜଗାର କ୍ଷେତ୍ରରେ କରିଥିବା ପ୍ରୟାସ ମଧ୍ୟ ଅସଫଳ ହେବ କିନ୍ତୁ ନିଜ ଏକାଗ୍ରତା ବଜାୟ ରଖନ୍ତୁ, ସଫଳତା ପାଇପାରିବେ। ମାନସିକ ଚିନ୍ତା ଆପଣଙ୍କ ନିର୍ଣ୍ଣୟ ନେବା କ୍ଷମତାକୁ ପ୍ରଭାବିତ କରିବ। ଆଜି ଆପଣ ମାତା ଲକ୍ଷ୍ମୀଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ କରନ୍ତୁ, ଶୁଭଫଳ ପାଇବେ। ତ ବନ୍ଧୁଗଣ, ଏହା ଥିଲା ଆଜିର ରାଶିଫଳ ବିଷୟରେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଲାଇକ୍ ସେୟାର ଓ କମେଣ୍ଟ କରି ଜଣାନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।